ପ୍ରପର ମିଶ୍ରିତ ଛେନା ସେଇ ଗତକାଲି ଯେମିତି ଆମେ ପାଇଥିଲେ ସେଇ ଲିଙ୍କ କୁ ଆମେ ଆଜି କରିକି ମଧୁପାଟଣା ଥାନା ପାଖରେ ତାକୁ ପାଇଲୁ। ତାଙ୍କୁ ସବୁ ଥାନା ପାଖରେ ଅଟକ ରଖିକି ତାଙ୍କୁ ସାତରା ଗାଡିରେ ଏକ୍ସପେକ୍ଟେଡ 70 କ୍ୱିଣ୍ଟାଲ ଭଳିଆ ଜିନିଷ ଅଛି। ଏଇଟା ବି ନିଆଳି ଜାଗା ଯାଞ୍ଚ କରିବା ପାଇଁ ଆମେ ଆଜି ଅଲରେଡି ଲେଖିଦେଇଛୁ ଚିଠି ସିଡିଏମଙ୍କ ଟିମ୍ ଯିବେ, କାହିଁକିନା ସେଇଟା ରୁରାଲ ଏରିଆଟା ତ ସିଡିଏମ ଟିମ୍ ଯିବେ, ଆମେ ତାଙ୍କୁ ସାହାଯ୍ୟ କରିବୁ ଯୋଉଠି ଆଣି ସପ୍ଲାଇ କରନ୍ତେ ସେଇ ଜାଗା ଅଛନ୍ତି। ପ୍ରତି ଗାଡିରେ ପ୍ରାୟ 2 ଜଣ ଅଛନ୍ତି। ତ ଆମେ ଡିସ୍ପୋଜ କରୁଛେ। ବର୍ତ୍ତମାନ ଜିନିଷ କଣ ହେଇଛି, ଯୋଉ ପର୍ଯ୍ୟନ୍ତ ଲାବୋରେଟୋରୀ ଟେଷ୍ଟ ହେଇକି ନ ଆସିଛି ଆମେ ସେ ପର୍ଯ୍ୟନ୍ତ ଏଫଆଇଆର ବି କରିପାରୁନେ। ତେଣୁ ଆମେ ଡିସ୍ପୋଜ କରୁଛେ ବର୍ତ୍ତମାନ ଟିଲ୍ ଆମର ଯୋଉ ପର୍ଯ୍ୟନ୍ତ ଲାବୋରେଟୋରୀ ଟେଷ୍ଟ ହେଇକି ଆସିଯିବ। ଯଦି ଲାବୋରେଟୋରୀ ଟେଷ୍ଟରେ ଆମେ ସେଇ ଜିନିଷ ପାଇଗଲେ ତ ନେକ୍ସଟ ଯୋଉଟା ଧରିବ ତା ନାଁରେ ଏଫଆଇଆର କରାଯିବ। ବର୍ତ୍ତମାନ ଏଭିଡେନ୍ସ ଆମ ପାଖରେ ରହିଲା, ଯୋଉ ସାମ୍ପଲ ଗୁଡା ଆମେ ନେଇଗଲୁ ସେ ସାମ୍ପଲ ଟେଷ୍ଟିଂ ପାଇଁ କାଲି ସକାଳୁ ପଠେଇଦେବୁ ଲ୍ୟାବ। ସେମାନେ ଆଡମିଟ କରିଛନ୍ତି ଯେ ଆମେ ଏଥିରେ ମିଶଉଛୁ ମଇଦା ମିଶଉଛୁ ବୋଲି ଆଡମିଟ ନିଜେ କରୁଛନ୍ତି। ମଇଦା ପାରସ ପାଉଡର ବୋଲି ଗୋଟେ କହୁଛନ୍ତି। ପାରସ ପାଉଡର ମିଲ୍କ ପାଉଡରଟା ଗୋଟେ, ସେ ତ କମ ଆମାଉଣ୍ଟର। ଆଉ ମଇଦା ମ୍ୟାକ୍ସିମମ୍ ଜିନିଷ ମଇଦା ବୋଲି କହୁଛନ୍ତି। ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ ହେଇଥିଲେ କି ଆମେ ଏଇଟା ହଠାତ୍ ଏଇ ଜିନିଷଟା ଜଣା ପଡିବନି। ଯେହେତୁ ମଇଦାଟା ଏତେ ଦେହ ପ୍ରତି ଭଲ ନୁହେଁ, ଏଇଟା ତନ୍ତୁ ଜାତୀୟ ଖାଦ୍ୟ ନୁହେଁ। ପେଟ ଆମର ଖାଦ୍ୟ ନଳୀ ତନ୍ତୁ ଜାତୀୟ ଖାଦ୍ୟ ଖାଏ, ଯୋଉଟା ଫାଇବର ଥାଏ ଯୋଉ ଜିନିଷ ଗୁଡା ସେଟା ପେଟ ପାଇଁ ଭଲ। କିନ୍ତୁ ମଇଦାଟା ତନ୍ତୁ ବିହୀନ କି ଫାଇବର ବିହୀନ। ତେଣୁ ଆମେ କଣ୍ଟିନ୍ୟୁଅସଲି ଯଦି ମଇଦା ମାନେ ପନିର ନାଁରେ ମଇଦା ଖାଇବେ ତ ଆମ ନିଶ୍ଚୟ ଦେହ ଇଣ୍ଟେଷ୍ଟାଇନ ଖରାପ ହବ। ଚାଲିବ ନିଶ୍ଚୟ ଆମେ ଯୋଉ ପର୍ଯ୍ୟନ୍ତ ଏଇଟା ବନ୍ଦ ନ କରୁ, ଭଲ ଛେନା ନ ଆଣୁଛନ୍ତି ଆମେ ସେ ପର୍ଯ୍ୟନ୍ତ କରିବୁ। ଚେଷ୍ଟା ତ ରହିବ। କଟକ ମ୍ୟୁନିସିପାଲିଟି କର୍ପୋରେସନ ଚେଷ୍ଟା ରହିବ।